हाय फ्रेंड्स, वेलकम टू एस एकेडमी वर्ल्ड। ଏହି ଭିଡ଼ିଓରେ ପେଜ୍ ଲେଆଉଟ୍ ଟ୍ୟାବରେ ଥିବା ପ୍ରିଣ୍ଟ ଟାଇଟଲ୍ ଅପସନ୍ ବିଷୟରେ ଜାଣିବା। ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ପ୍ରିଣ୍ଟ ଟାଇଟଲ୍ ଅପସନ୍ ଉପରେ କ୍ଲିକ୍ କଲେ ଆପଣଙ୍କୁ ଏହିପରି ଗୋଟେ ଡାୟଲଗ୍ ବକ୍ସ ଶୋ କରିବ। ପ୍ରଥମ ଆସିଲା ଆମର ପ୍ରିଣ୍ଟ ଏରିଆ। ଏହି ଅପସନ୍ ବିଷୟରେ ଆମେ ପୂର୍ବ ଭିଡ଼ିଓରେ ଜାଣିଥିଲେ। ନେକ୍ସଟ ଅପସନ୍ ଆମର ଆସିଲା ରୋଜ୍ ଟୁ ରିପିଟ୍ ଆଟ୍ ଟପ୍। ଏହି ଅପସନ୍ ଆମେ କେଉଁ ସମୟରେ ୟୁଜ୍ କରିଥାଉ ନା ଏକ୍ସେଲରେ ଆମେ ଯେଉଁ ଡାଟା ବନେଇଥାଉ, ଯଦି ଡାଟା ଆମର ଗୋଟେ ପେଜରୁ ଅଧିକ ପେଜରେ ରହୁଛି ତ କ'ଣ ହୋଇଥାଏ ନା ପ୍ରଥମ ପେଜରେ ଡାଟାର ହେଡିଂ ରହିଥାଏ, ବାକି ଯେତୋଟି ପେଜ ଥିବ ଡାଟାର ହେଡିଂ ରହିନଥାଏ। ଦେଖନ୍ତୁ ଏହି ଡାଟାରେ ଆମର କେତୋଟି ପେଜରେ ଅଛି ନା 5ଟି ପେଜରେ ରହିଛି ଏହି ଡାଟା। ଇଏ ହେଲା ଆମର ଫାର୍ଷ୍ଟ ପେଜ, ସେକେଣ୍ଡ ପେଜ, ଥାର୍ଡ ପେଜ, ଫୋର୍ଥ ପେଜ ଏବଂ ଫିଫ୍ଥ ପେଜ। 5ଟି ପେଜରୁ କେବଳ ପ୍ରଥମ ପେଜରେ ଡାଟାର ହେଡିଂ ରହିଛି, ବାକି 4ଟି ପେଜରେ ଡାଟାର ହେଡିଂ ରହିନାହିଁ। ଯେତେବେଳେ ଡାଟାକୁ ଆପଣ ପ୍ରିଣ୍ଟ କରିବାକୁ ଚାହୁଁଛନ୍ତି, ତ ଯଦି ଆପଣ ଚାହୁଁଛନ୍ତି ଯେ ପ୍ରତ୍ୟେକ ପେଜରେ ଡାଟାର ହେଡିଂ ପ୍ରିଣ୍ଟ ହୋଇକି ଆସୁ, ତାହେଲେ ଆପଣ ଏହି ଅପସନକୁ ୟୁଜ୍ କରିପାରିବେ। ତାହେଲେ କିପରି କରିବେ ନା ପ୍ରିଣ୍ଟ ଟାଇଟଲ୍ ଅପସନ ଉପରେ କ୍ଲିକ୍ କରିନେବେ, ରୋଜ୍ ଟୁ ରିପିଟ୍ ଆଟ୍ ଟପ୍ ବକ୍ସ ଉପରେ କ୍ଲିକ୍ କରିବେ। ଯେଉଁ ରୋରେ ଆପଣ ହେଡିଂ ବନେଇଥିବେ ସେହି ରୋ ଉପରେ କ୍ଲିକ୍ କରିନେବେ, ତାପରେ ଓକେ କରିନେବେ। ଦେଖିବେ ଏକ୍ସେଲ ସିଟ୍ରେ ଡାଟାର ହେଡିଂ ରିପିଟ୍ ହୋଇନଥିବ। ଯେତେବେଳେ ଆପଣ ପ୍ରିଣ୍ଟ ଭିଉ ବଟନ୍ ଉପରେ କ୍ଲିକ୍ କରିବେ ବା Ctrl+F2 ପ୍ରେସ୍ କରିବେ, ଦେଖିବେ ଆପଣଙ୍କ ଡାଟା ଯେତୋଟି ପେଜରେ ଥିବ ପ୍ରତ୍ୟେକ ପେଜରେ ଡାଟାର ହେଡିଂ ରହିଥିବ। ଯେତେବେଳେ ସେହି ଡାଟାକୁ ଆପଣ ପ୍ରିଣ୍ଟ କରିବେ ତ ପ୍ରତ୍ୟେକ ପେଜରେ ଡାଟାର ହେଡିଂ ପ୍ରିଣ୍ଟ ହୋଇକି ଆସିବ। ଏବେ ଦେଖିବା ନେକ୍ସଟ ଅପସନ ଆମର କ'ଣ ଆସିଲା, କଲମ୍ସ ଟୁ ରିପିଟ୍ ଆଟ୍ ଲେଫ୍ଟ। ଯଦି କଲମ ୱାଇଜ ଡାଟାକୁ ଆପଣଙ୍କର ରିପିଟ୍ କରିବାର ଅଛି, ତାହେଲେ ଆପଣ ଏହି ଅପସନକୁ ୟୁଜ୍ କରିପାରିବେ। ତାହେଲେ କିପରି କରିବେ, ପ୍ରଥମେ ଦେଖିନେବା ଏହି ଡାଟା ଆମର କେତୋଟି ପେଜରେ ଅଛି। ଏହି ଡାଟା ଆମର ଏଠି 3ଟି ପେଜରେ ଅଛି। ହେଲା ଫାର୍ଷ୍ଟ ପେଜ, ସେକେଣ୍ଡ ପେଜ ଏବଂ ଥାର୍ଡ ପେଜ। ମୁଁ ଚାହୁଁଛି ପ୍ରଡକ୍ଟ ନେମ୍ ଏବଂ ୟୁନିଟ୍ ପ୍ରାଇସ୍ ପ୍ରତ୍ୟେକ ପେଜରେ ରିପିଟ୍ କରିବା ପାଇଁ। ତାହେଲେ କିପରି କରିବା, ପ୍ରିଣ୍ଟ ଟାଇଟଲ୍ ଅପସନ ଉପରେ କ୍ଲିକ୍ କରିନେବା, କଲମ୍ସ ଟୁ ରିପିଟ୍ ଆଟ୍ ଲେଫ୍ଟ ବକ୍ସ ଉପରେ କ୍ଲିକ୍ କରିନେବା। ମୁଁ ଏଠି 2ଟି କଲମର ଡାଟାକୁ ରିପିଟ୍ କରୁଛି। ଆପଣ ଆପଣଙ୍କ ରିକ୍ୱାରମେଣ୍ଟ ଅନୁସାରେ ଡାଟାକୁ ରିପିଟ୍ କରିପାରିବେ। ମୁଁ ପ୍ରଡକ୍ଟ ନେମ୍ ଏବଂ ୟୁନିଟ୍ ପ୍ରାଇସ୍କୁ ସିଲେକ୍ସନ କରୁଛି, ତାପରେ ଓକେ କରୁଛି। ଏବେ ଦେଖନ୍ତୁ କଲମ ୱାଇଜ ଡାଟା ସେଟ୍ରେ ରିପିଟ୍ ହୋଇନଥିବ। ଯେତେବେଳେ ଆମେ Ctrl+F2 ବା ପ୍ରିଣ୍ଟ ଭିଉ ବଟନ୍ ଉପରେ କ୍ଲିକ୍ କରିବା, ତ ଦେଖିବା ପ୍ରତ୍ୟେକ ପେଜରେ ଆମେ ଯେତୋଟି କଲମ ଡାଟାକୁ ସିଲେକ୍ସନ କରିଥିବା ତାହା ରିପିଟ୍ ହୋଇଥିବ। ଇଏ ହେଲା ଆମର ଫାର୍ଷ୍ଟ ପେଜ। ସେକେଣ୍ଡ ପେଜ, ଦେଖନ୍ତୁ ସେକେଣ୍ଡ ପେଜରେ ଆମର ପ୍ରଡକ୍ଟ ନେମ୍ ଏବଂ ୟୁନିଟ୍ ପ୍ରାଇସ୍ ଶୋ କରୁଛି। ଥାର୍ଡ ପେଜ ଏବଂ ଫୋର୍ଥ ପେଜ ଆମର 3ଟି ପେଜରେ ଡାଟା ଥିଲା, କିନ୍ତୁ ଏଠି ଆମର 4ଟି ପେଜରେ ଡାଟା ରହିଛି। କାରଣ ଆମେ 2ଟି କଲମର ଡାଟାକୁ ରିପିଟ୍ କଲେ, ସେଥିପାଇଁ ଆଉ ଗୋଟେ ପେଜ ଆମର ଇନକ୍ରିଜ୍ ହୋଇଯାଇଛି। ଯଦି ଆପଣ କଲମ ୱାଇଜ ଡାଟାକୁ ରିପିଟ୍ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଏହି ଅପସନକୁ ୟୁଜ୍ କରିପାରିବେ। ଏବେ ଦେଖିବା ନେକ୍ସଟ ଅପସନ ଆମର କ'ଣ ଆସିଲା, ଗ୍ରିଡ୍ ଲାଇନ୍ସ। ଏକ୍ସେଲ ସିଟ୍ରେ ଆପଣ ଯେଉଁ ଗ୍ରିଡ୍ ଲାଇନ୍ସ ଦେଖୁଛନ୍ତି, ଯଦି ଆପଣ ଚାହୁଁଛନ୍ତି ଆପଣ ଯେଉଁ ଡାଟାକୁ ପ୍ରିଣ୍ଟ କରୁଛନ୍ତି, ତ ପ୍ରିଣ୍ଟ କଲା ପରେ ସେଇ ଡାଟାରେ ଗ୍ରିଡ୍ ଲାଇନ୍ ଆସୁ, ତାହେଲେ ଆପଣ ଏହି ଅପସନକୁ ୟୁଜ୍ କରିପାରିବେ। ତାହେଲେ କିପରି କରିବେ ନା ଗ୍ରିଡ୍ ଲାଇନ୍ ଅପସନକୁ ଆକ୍ଟିଭ କରିନେବେ, ତାପରେ ପ୍ରିଣ୍ଟ ଭିଉ ଅପସନ ଉପରେ କ୍ଲିକ୍ କରିନେବେ। ଦେଖନ୍ତୁ ଏଠି ଆମ ଡାଟାରେ ଗ୍ରିଡ୍ ଲାଇନ୍ ଶୋ କରୁଛି। ଏବେ ଦେଖିବା ନେକ୍ସଟ ଅପସନ ଆମର କ'ଣ ଆସିଲା, ବ୍ଲାକ୍ ଆଣ୍ଡ ହ୍ୱାଇଟ୍। ଏହି ଅପସନ ଆମେ କେଉଁ ସମୟରେ ୟୁଜ୍ କରିଥାଉ ନା ଆମେ ଯେଉଁ ଡାଟା ବନେଇଥିବା ଏକ୍ସେଲରେ ଯଦି ସେହି ଡାଟାରେ ବ୍ୟାକଗ୍ରାଉଣ୍ଡ ବା ଟେକ୍ସଟରେ କିଛି କଲର ଲଗେଇଥିବା, ତ ଯେତେବେଳେ ଡାଟାକୁ ଆମେ ପ୍ରିଣ୍ଟ କରିବା, ତ ଆମେ ଚାହିଁବା ଯେ ଆମ ଡାଟା କେବଳ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ରେ ପ୍ରିଣ୍ଟ ହେଇକି ଆସୁ। ଯେଉଁ କଲର ଆମେ ଲଗେଇଥିବା ବ୍ୟାକଗ୍ରାଉଣ୍ଡ ବା ଟେକ୍ସଟରେ ତାହା ଏକ୍ସେଲ ସିଟ୍ରେ ରହିବା ପାଇଁ, ତାହେଲେ ଆପଣ ଏହି ଅପସନକୁ ୟୁଜ୍ କରିପାରିବେ। ଏବଂ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଅପସନକୁ ଆକ୍ଟିଭ କରିନେବେ। ଦେଖନ୍ତୁ ଆମର ଯେଉଁ ହେଡିଂରେ ଯେଉଁ କଲର ଲାଗିଥିଲା ଟେକ୍ସଟ ଏବଂ ବ୍ୟାକଗ୍ରାଉଣ୍ଡରେ ତାହା ଶୋ କରୁନାହିଁ, କେବଳ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଶୋ କରୁଛି। ଏବେ ଦେଖିବା ନେକ୍ସଟ ଅପସନ ଆମର କ'ଣ ଆସିଲା, ଡ୍ରାଫ୍ଟ କ୍ୱାଲିଟି। ଡ୍ରାଫ୍ଟ କ୍ୱାଲିଟି ଅପସନକୁ ଆମେ କେଉଁ ସମୟରେ ୟୁଜ୍ କରିଥାଉ ନା ଏକ୍ସେଲରେ ଆମେ ଯେଉଁ ଡାଟା ବନେଇଥିବା, ଯଦି ଡାଟାର ବ୍ୟାକଗ୍ରାଉଣ୍ଡରେ କିଛି କଲର ଲଗେଇଥିବା ଏବଂ ଟେକ୍ସଟର ମଧ୍ୟ କଲର ଲଗେଇଥିବା, ଯେତେବେଳେ ଡାଟାକୁ ଆମେ ପ୍ରିଣ୍ଟ କରିବା ତ ଟେକ୍ସଟର କଲର ଆମର ପ୍ରିଣ୍ଟ ହୋଇକି ଆସିବ। କିନ୍ତୁ ଯଦି ବ୍ୟାକଗ୍ରାଉଣ୍ଡରେ ଆମେ କଲର ଲଗେଇଥିବା, ଯଦି ଡ୍ରାଫ୍ଟ କ୍ୱାଲିଟି ଅପସନକୁ ଆକ୍ଟିଭ କରିବା, ବ୍ୟାକଗ୍ରାଉଣ୍ଡରେ ଯେଉଁ କଲର ଲଗେଇଥିବା ତାହା ଶୋ କରିବ
ନାହିଁ। ଦେଖନ୍ତୁ ଏଠି ଆମର ହେଡିଂ ରେ ବ୍ୟାକଗ୍ରାଉंड ରେ କଲର ଥିଲା ତାହା ଶୋ କରୁନାହିଁ, କିନ୍ତୁ ଟେକ୍ସଟ ର କଲର ଶୋ କରୁଛି। ତା ସହିତ ଯୋଉ ଗ୍ରୀନ ଲାଇନ ଆମର ଶୋ କରୁଥିଲା ତାହା ମଧ୍ୟ ଶୋ କରୁନାହିଁ। ଯଦି ଆପଣ ଡାଟାରେ ବର୍ଡର ବି ଦେଇଥିବେ, ଯଦି ଡ୍ରାଫ୍ଟ କ୍ୱାଲିଟି ଅପସନକୁ ଆକ୍ଟିଭ କରିବେ ତ ବର୍ଡର ମଧ୍ୟ ଶୋ କରିବ ନାହିଁ ଯେତେବେଳେ ଆପଣ ଡାଟାକୁ ପ୍ରିଣ୍ଟ କରୁଥିବେ। ନେକ୍ସଟ ଅପସନ ଆମର କଣ ଆସିଲା? ରୋ ଆଣ୍ଡ କଲମ ହେଡିଂ। ଯଦି ଆପଣଙ୍କ ଡାଟାରେ ରୋ ଏବଂ କଲମର ହେଡିଂକୁ ପ୍ରିଣ୍ଟ କରିବାକୁ ଚାହୁଁଛନ୍ତି ତାହେଲେ ଏହି ଅପସନକୁ ଆକ୍ଟିଭ କରିନେବେ। ଦେଖନ୍ତୁ ଡାଟାରେ ଆମର ଏଠି କଲମର ହେଡିଂ ଏବଂ ରୋର ହେଡିଂ ଶୋ କରୁଛି। କଲମର ହେଡିଂ A B C D E F ଶୋ କରୁଛି। ରୋର ହେଡିଂ ମଧ୍ୟ ଶୋ କରୁଛି 1 2 3 4। ଏବେ ଦେଖିବା ନେକ୍ସଟ ଅପସନ ଆମର କଣ ଆସିଲା? କମେଣ୍ଟସ୍। କମେଣ୍ଟସ୍ ଡ୍ରପ ଡାଉନ ରେ କ୍ଲିକ କଲେ ଏଠି ତିନୋଟି ଅପସନ ଆସୁଛି। ନନ୍, ଆଟ୍ ଏଣ୍ଡ ଅଫ ସିଟ୍, ଆଜ୍ ଡିସପ୍ଲେଡ ଅନ୍ ସିଟ୍। ଯଦି ଆପଣଙ୍କ ଡାଟାରେ ଆପଣ କିଛି କମେଣ୍ଟସ୍ ଲଗେଇଛନ୍ତି, ସେହି କମେଣ୍ଟକୁ ଯଦି ଆପଣ ପ୍ରିଣ୍ଟ କରିବାକୁ ଚାହୁଁଛନ୍ତି ବା ଡାଟାରେ ପ୍ରିଣ୍ଟ ନ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ଏହି ଅପସନକୁ ୟୁଜ କରିପାରିବେ। ମୁଁ ପ୍ରଥମେ ଡାଟାରେ ଗୋଟେ କମେଣ୍ଟସ୍ ଲଗେଇ ଦଉଛି। କମେଣ୍ଟସର ସର୍ଟକଟ କୀ ହେଉଛି Shift ପ୍ଲସ୍ F2। ଏଠି ଲେଖି ଦଉଛି ଡାଟା। ଏବେ ମୁଁ Ctrl ପ୍ଲସ୍ F2 ପ୍ରେସ୍ କରୁଛି। ଦେଖନ୍ତୁ ଡାଟାରେ ଆମେ ଯୋଉ କମେଣ୍ଟସ୍ ଲଗେଇଥିଲେ ତାହା ଶୋ କରୁନାହିଁ। ଏଥିପାଇଁ ଶୋ କରୁନାହିଁ କାରଣ ଆମର କମେଣ୍ଟସ୍ ଏଠି ନନ୍ ଅଛି। ଯଦି ମୁଁ ଏଠି ଆଟ୍ ଏଣ୍ଡ ଅଫ ସିଟ୍ ଅପସନକୁ ରଖିଦେବି ତାହେଲେ କଣ ହବ ନା ଆମ ଡାଟା ଯେତୋଟି ପେଜରେ ଥିବ ଲାଷ୍ଟ ପେଜରେ କମେଣ୍ଟସ୍ ଶୋ କରିବ ଏବଂ ପ୍ରିଣ୍ଟ ହେଇକି ଆସିବ। ଆମେ ପ୍ରିଣ୍ଟ ଭିଉ ଅପସନ ଉପରେ କ୍ଲିକ କରୁଛୁ। ଦେଖନ୍ତୁ ଇଏ ଆମର ଫାଷ୍ଟ ପେଜ, ସେକେଣ୍ଡ ପେଜ, ଥାର୍ଡ ପେଜ, ଆମର ହେଲା ଲାଷ୍ଟ ପେଜ। ଦେଖନ୍ତୁ ଆମ ଲାଷ୍ଟ ପେଜରେ ଡାଟାରେ ଯୋଉ କମେଣ୍ଟସ୍ ଲଗେଇଥିଲେ ତାହା ଶୋ କରୁଛି। ଯଦି ଆପଣ ଡାଟାରେ କୌଣସି କମେଣ୍ଟସ୍ ଲଗାଉଛନ୍ତି ଏବଂ ଲାଷ୍ଟ ପେଜ ପ୍ରିଣ୍ଟ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ଏହି ଅପସନକୁ ୟୁଜ କରିପାରିବେ। ନେକ୍ସଟ ଅପସନ ଆମର କଣ ଆସିଲା ଦେଖିବା? ଆଜ୍ ଡିସପ୍ଲେଡ ଅନ୍ ସିଟ୍। ଏହାର ମାନେ କଣ ହେଲା ନା ଯେଉଁ ସିଟ୍ରେ ବା ଯେଉଁ ପୋଜିସନରେ ଆପଣ ଲଗେଇଥିବେ କମେଣ୍ଟସ୍, ଯେତେବେଳେ ଆପଣ ଡାଟାକୁ ପ୍ରିଣ୍ଟ କରିବେ ସେହି ପେଜରେ ଆପଣଙ୍କର କମେଣ୍ଟସ୍ ପ୍ରିଣ୍ଟ ହୋଇକି ଆସିବ। ଦେଖନ୍ତୁ ଆମେ ଯେଉଁ ସେଲରେ କମେଣ୍ଟସ୍ ଲଗେଇଥିଲେ ତାହା ଶୋ କରୁଛି। ଯେତେବେଳେ ଆମେ ଡାଟାକୁ ପ୍ରିଣ୍ଟ କରିବା ତ ଡାଟାରେ ପର୍ଟିକୁଲାର ସେହି ପୋଜିସନରେ କମେଣ୍ଟସ୍ ଆମର ପ୍ରିଣ୍ଟ ହୋଇକି ଆସିବ। ଏବେ ଦେଖିବା ନେକ୍ସଟ ଅପସନ ଆମର କଣ ଆସିଲା? ସେଲ୍ ଏରର୍ସ ଆଜ୍। ସେଲ୍ ଏରର୍ସ ଆଜ୍ ଡ୍ରପ ଡାଉନ୍ କ୍ଲିକ କଲେ ଏଠି ଚାରୋଟି ଅପସନ ଅଛି। ଡିସପ୍ଲେଡ, ବ୍ଲାଙ୍କ, ଡ୍ୟାଶ ସାଇନ୍ ଏବଂ NA। ଯଦି ଆପଣଙ୍କ ଡାଟାରେ କିଛି ଏରର ଅଛି ସେହି ଏରରକୁ ଆପଣ କିପରି ପ୍ରିଣ୍ଟ କରିବାକୁ ଚାହୁଁଛନ୍ତି ଏହି ଅପସନକୁ ୟୁଜ କରିପାରିବେ। ତା ପୂର୍ବରୁ ମୁଁ କିଛି ଏଠି ଏରର କ୍ରିଏଟ କରିଦଉଛି। ଦେଖନ୍ତୁ ଆମେ ଏଠି କିଛି ଏରର କ୍ରିଏଟ କରିଦେଲେ। ଏବେ ମୁଁ ପ୍ରିଣ୍ଟ ବଟମ ଉପରେ କ୍ଲିକ କରୁଛି। ଦେଖନ୍ତୁ ଆମର ଏଠି ଡାଟାରେ ଏରର ଶୋ କରୁଛି। ଏଥିପାଇଁ ଏରର ଶୋ କରୁଛି କାରଣ ସେଲ୍ ଏରର୍ସ ଆଜରେ ଆମର ଡିସପ୍ଲେଡ ଅପସନ ଆକ୍ଟିଭ ଅଛି। ଯେତେବେଳେ ମୁଁ ଏଠି ବ୍ଲାଙ୍କ କରିଦେବି ଏହାର ମାନେ କଣ ହବ ନା ଯେଉଁ ସେଲ୍ ଗୁଡ଼ିକରେ ଆମର ଡାଟାରେ ଏରର ଥିବ ତ ସେହି ସେଲ୍ ଗୁଡ଼ିକ ଆମର ବ୍ଲାଙ୍କ ଶୋ କରିବ ଯେତେବେଳେ ଆମେ ଡାଟାକୁ ପ୍ରିଣ୍ଟ କରିବା। ଦେଖନ୍ତୁ ଯେଉଁ ସେଲ୍ ଗୁଡ଼ିକରେ ଆମର ଏରର ଶୋ କରୁଥିଲା ତାହା ବ୍ଲାଙ୍କ ଶୋ କରୁଛି। ଏବେ ଦେଖିବା ନେକ୍ସଟ ଅପସନ ଆମର କଣ ରହିଲା? ଡ୍ୟାଶ ସାଇନ୍। ଯଦି ଆପଣଙ୍କ ଡାଟାରେ କୌଣସି ସେଲରେ ଏରର ଶୋ କରୁଛି, ଏରର ବଦଳରେ ଆପଣ ଡ୍ୟାଶ ସାଇନ୍ ରଖିବାକୁ ଚାହୁଁଛନ୍ତି ତାହେଲେ ଆପଣ ଏହି ଅପସନକୁ ୟୁଜ କରିପାରିବେ। ଦେଖନ୍ତୁ ଏଠି ଏରର ଶୋ କରୁନାହିଁ, କେବଳ ସାଇନ୍ ଶୋ କରୁଛି। ଏବେ ଦେଖିବା ନେକ୍ସଟ ଅପସନ ଆମର କଣ ଆସିଲା? NA। ଏରର ବଦଳରେ ମଧ୍ୟ ଆପଣ NA ରଖିପାରିବେ। ଆପଣଙ୍କ ରିକ୍ୱାରମେଣ୍ଟ ଅନୁସାରେ ଏରର ବଦଳରେ ଏହି ସବୁ ଅପସନକୁ ୟୁଜ କରିପାରିବେ। ଦେଖନ୍ତୁ ଏଠି NA ଶୋ କରୁଛି। ଯେଉଁ ସେଲ୍ ଗୁଡ଼ିକରେ ଆମର ଏରର ଥିଲା ତା ବଦଳରେ NA ଶୋ କରୁଛି। ଏବେ ଦେଖିବା ନେକ୍ସଟ ଅପସନ ଆମର କଣ ଆସିଲା? ଡାଉନ୍ ଦେନ୍ ଓଭର, ଓଭର ଦେନ୍ ଡାଉନ୍। ଏବେ ମୁଁ ଭ୍ୟୁ ଟ୍ୟାବର ପେଜ ବ୍ରେକ୍ ଭ୍ୟୁ ଅପସନକୁ ଆକ୍ଟିଭ କରିଦେଉଛି। ଦେଖନ୍ତୁ ଆମର
पेज किपर प्रिंट हम ये हमर फर्स्ट पेज देन सेकंड पेज थर्ड पेज फोर्थ पेज फिफ्थ पेज एवं सिक्स पेज हमर 6टी पेज रे डाटा अछि तो डाटा हमर एही भरी प्रिंट हम एपरी एथिपई प्रिंट होकी आसुचे कारण हमर प्रिंट टाइटल से डाउन देन ओवर जदि मु ओवर देन डाउन ऑप्शन को एक्टिव करनेबी तले कोन हबो ये हमर फर्स्ट पेज प्रिंट हबो तापर सेकंड पेज तापर थर्ड पेज फोर्थ पेज फिफ्थ पेज एवं सिक्स पेज तेणु आपण रिक्वायरमेंट अनुसार आपण डाटा को किपरि प्रिंट करबा को चाहते को पेज फर्स्ट पेज रखिबे क्यों डाटा को सेकंड पेज रखिबे तो आपण को हिसाब रे आपण रखनेबे ए वीडियो रे प्रिंट टाइटल से जते सब ऑप्शन थिले ता हमें जानिले आज पे वीडियो टी एतिकी धन्यवाद।